ବ୍ୟାସନଗରରେ କ'ଣ ବିକାଶ ହେଇଛି ନା ଅବିକାଶ ହେଇଛି? ବିକାଶ ଜାଗାରେ ବିନାଶ। ଟ୍ରାଫିକ ସମସ୍ୟା କେମିତି ଅଛି? ବହୁତ ବିପତ୍ତି। ସ୍ୱାସ୍ଥ୍ୟ ଅବସ୍ଥା କେମିତି ରହିଛି? ସ୍ୱାସ୍ଥ୍ୟ ଅବସ୍ଥା ନ କହିଲେ ସର। ଗମନାଗମନ କଥା କ'ଣ କହିବେ? ବହୁତ କ୍ରିଟିକାଲ। ନିଶା ନିବାରଣ, ନିଶା ଉପରେ କ'ଣ କହିବେ? ନିଶା ସଶକ୍ତ করে ବ୍ୟାସନଗର ସହ ନିଶାଗର ଯୁବପିଢ଼ି ପ୍ରତିଭଷ୍ଟ ଇଏ ହେଇଛନ୍ତି, ଭଷ୍ଟ ହେଇଛନ୍ତି, ଆଜି ତାଙ୍କୁ କ'ଣ କହିବେ? ତାଙ୍କ ଉପରେ କହିବାକୁ ଚାହୁଁଛି ଯେ ନିଷ୍ଠାରୁ ନିବୃତ୍ତ ହେଇକି ମା ଭାରତୀର ଏବଂ ହିନ୍ଦୁତ୍ୱ ପାଇଁ କାମ ଗୋ ସେବା ପାଇଁ ଲଢ଼େଇ ଜାତ ହେବ ନା ବହୁତ ଜାରି ରହିବ। ଆଗକୁ ବିପଦ ଆସିଲେ ପଛକୁ ଫେରିବେ ନା ଆଗକୁ ଯିବେ? ନା ସିନା ଟାଣିକେ ଛିଡ଼ା ହେବା। ନମସ୍କାର, କଥା ଆମର ଖୋଲା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛି ମୁଁ ତପନ ମିଶ୍ର। 2026 ନବବର୍ଷରେ ସମସ୍ତ ଜନସାଧାରଣଙ୍କୁ ଏବଂ ସମସ୍ତ ଦର୍ଶକମାନଙ୍କୁ ସଂସ୍କାର ନ୍ୟୁଜ୍ ଓଡ଼ିଆ ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା, ହାର୍ଦ୍ଦିକ ଅଭିନନ୍ଦନ। ଆଜି କଥା ଆମର ଖୋଲା ହଟସିଟ୍ରେ ଆମ ସହିତ ଜଣେ ଏଭଳି ଅତିଥି ଅଛନ୍ତି, ତାଙ୍କ ବିଷୟରେ ନିହାତି ଭାବରେ ଆଜି ଆଲୋଚନା କରିବା। ପ୍ରଥମେ ତାଙ୍କୁ ଆମ ଚ୍ୟାନେଲକୁ ସ୍ୱାଗତ। ଆପଣଙ୍କୁ ଧନ୍ୟବାଦ ଆମ ଚ୍ୟାନେଲକୁ। ନମସ୍କାର ସଂସ୍କାର ନ୍ୟୁଜ୍ର ସମସ୍ତ ପରିବାର ବର୍ଗଙ୍କୁ ଏବଂ ଆଜି ଯେଉଁ ଖୋଲା କଥା ଆମର ଚାଲିଛି ସେଥିରେ ସମସ୍ତ ଦର୍ଶକ ବନ୍ଧୁ ଏବଂ ଓଡ଼ିଶାବାସୀଙ୍କୁ ଇଂରାଜୀ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଖାଲି କୋରେଇ ନୁହେଁ, ଏବଂ ଯାଜପୁର ଜିଲ୍ଲାରେ ନିଜର ପ୍ରତିଭା ତିଆରି କରିବା ଏବଂ ତଳ ସ୍ତରରୁ ଆସି ମଧ୍ୟବିତ୍ତ ପରିବାରରୁ ଆସି ଆଜି ଲୋକଙ୍କ ହୃଦୟରେ ଥିବା ସୁଶୀଲ କୁମାର ମଲ୍ଲିକ ଏବଂ ଡାକ ନାଁ ହେଉଛି ପରିବା ଭାଇ। ସମସ୍ତେ ପରିବା ଭାଇ କହିଲେ ସମସ୍ତେ ତାଙ୍କୁ ଜାଣନ୍ତି। ଯୁବ ରାଜନେତାଠୁ ଆରମ୍ଭ କରି ଯୁବ ସମାଜସେବୀ ଭାବରେ ବେଶ ଲୋକପ୍ରିୟତା ହାସଲ କରୁଛନ୍ତି ଏବଂ ଅନେକ ଯୁବପିଢ଼ିଙ୍କ ହୃଦୟରେ ଅଛନ୍ତି ଏବଂ କୋରେଇରେ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ସମୟରେ ମଧ୍ୟ ଯେତେବେଳେ କେଉଁଠି ଦୁର୍ନୀତି ବା କେଉଁଠି ଯଦି ଆମେ କହିବା ଯଦି କେଉଁଠି ଅସୁବିଧାର ସମ୍ମୁଖୀନ ହୁଏ ବା କେଉଁଠି ଯଦି କେଉଁଠି ହଟ୍ଟଗୋଳ ଗଣ୍ଡଗୋଳ ସୃଷ୍ଟି ହୁଏ, ତାକୁ କିଭଳି ଭାବରେ ସେଠି ଆପୋଷ ଭିତରେ ସମାଧାନ କରାଯାଏ ଏବଂ ଯେଉଁଠି ପିଲାମାନେ ପଥଭ୍ରଷ୍ଟ ହେଉଛନ୍ତି, ଆଜିର ଯୁବପିଢ଼ି ମାନେ ପଥଭ୍ରଷ୍ଟ ହେଉଛନ୍ତି, ସମସ୍ତଙ୍କୁ ଗୋଟେ ଏକଜୁଟ କରି ରଖିବା, ସମସ୍ତଙ୍କୁ ଗୋଟିଏ କୋରେଇ ବିକାଶ କରିବା ଦିଗରେ ସମସ୍ତଙ୍କୁ ବାନ୍ଧି ରଖିବାରେ ବେଶ ତାଙ୍କୁ ଦେଖିବା ପାଇଁ ମିଳେ। ଏବଂ ଦେଖିବା ଯେତେବେଳେ କୋରେଇ ଉପରେ ଆଜି ଆଲୋଚନା କରିବା ନିଶ୍ଚିତ ଭାବରେ, ଏବଂ କୋରେଇରେ ଅନେକ ଯୁବପିଢ଼ି ଅଛନ୍ତି ଯେଉଁମାନେ ଆଜି ପଥଭ୍ରଷ୍ଟ ହେଇଯାଇଛନ୍ତି ଏବଂ ନିଶା କଥା ହଉ ଏବଂ ଯେଉଁ ଠିକାଦାର ମାନେ ରହିଛନ୍ତି ତାଙ୍କ କବଳରେ ପଡ଼ିକି ଯୁବପିଢ଼ି ଆଜି ପଥଭ୍ରଷ୍ଟ ହେଇଛନ୍ତି, ଯେଉଁଥିପାଇଁ ନାରୀ ନିର୍ଯାତନାଠୁ ଆରମ୍ଭ କରି ବିଭିନ୍ନ ସମୟରେ ଗଣ୍ଡଗୋଳଠୁ ଆରମ୍ଭ କରି ହଣାକଟା ପର୍ଯ୍ୟନ୍ତ ଚାଲୁଛି। କ'ଣ କହିବେ ସେ ବିଷୟରେ? ପ୍ରଥମତଃ ଆଜିର ଯୁବ ସମାଜ ନିଜକୁ ଚିହ୍ନି ପାରୁନାହାନ୍ତି। ନିଜର ଶକ୍ତି ଏବଂ ଯୁବର ଯେଉଁ ଜ୍ୱାଲା ଅଛି ଯୁବକମାନଙ୍କ ଭିତରେ ତାକୁ ସେ ନିଜ ଭିତରେ ଦେଖିପାରୁନାହାନ୍ତି। ତେଣୁକରି ଯୁବକମାନଙ୍କୁ ବର୍ତ୍ତମାନ ପଥଭ୍ରଷ୍ଟ କରିବାର ମୁଖ୍ୟ କାରଣ ହେଲା କିଛିଟା କଣ୍ଟ୍ରାକ୍ଟର ହୁଅନ୍ତୁ କି ରାଜନୈତିକ ବ୍ୟକ୍ତି ହୁଅନ୍ତୁ, ଯେ କି ଆଜିର ଯୁବ ସମାଜ ଯେଉଁ ରାଲି ସବୁ ହେଉଛି, ରାଜନୀତି ହେଉ କି ଅଲଗା ପ୍ରୋଗ୍ରାମ କରୁଛନ୍ତି, ତା ଭିତରେ 500 ଦେଉଛନ୍ତି, ମଦ ପିଇବାକୁ ଦେଉଛନ୍ତି ଏବଂ ସେମାନେ ରାଲିରେ ପ୍ରଚାର ପ୍ରସାର କରୁଛନ୍ତି, ଯେଉଁଥିପାଇଁ ସେମାନେ ହେବିଚୁଆଲ ହେଇଯାଉଛନ୍ତି। ପରବର୍ତ୍ତୀ ଷ୍ଟେପ୍ରେ ସେମାନେ ଘରୁ ପଇସା ମାଗିବା, ଘରେ ମାଲ ପିଇକି ଝଗଡ଼ା କରିବା ଏବଂ ଗୋଟେ କେଉଁଠି ନା କେଉଁଠି ସମାଜ ଉପରେ ଆଫେକ୍ଟେଡ୍ ହେଉଛି। ତେଣୁ ଯୁବ ସମାଜକୁ ଗୋଟିଏ ଆହ୍ୱାନ ଯେ ଆପଣ ଯଦି ସଶକ୍ତ ହେବେ ତାହେଲେ ଗୋଟେ ଗାଁ, ଯେଉଁ ଗାଁରେ ଯୁବକ ସଶକ୍ତ ଅଛନ୍ତି ସେ ଗାଁ ସଶକ୍ତ ହେବ। ଯେଉଁଠି ଯୁବକ ସମାଜ ଭିତରେ ସଶକ୍ତ ଅଛନ୍ତି ସେଠି ସମାଜ ଜାଗ୍ରତ ହେବ। ତେଣୁକରି ଯୁବକ ଗୋଟେ ଏମିତି ଶବ୍ଦ, ଯେମିତି ଯବାନ ମାନେ ବର୍ଡରରେ ଜଗିଛନ୍ତି, ସେମିତି ଦେଶ ଭିତରେ ଯୁବକ ଯଦି ସଶକ୍ତ ହେବେ ତାହେଲେ ଦେଶ ସଶକ୍ତ ହେବ। ତେଣୁକରି ଯୁବ ସମାଜକୁ ଯେ ଆପଣ ମାନେ କୌଣସି ନେତା ହୁଅନ୍ତୁ, କୌଣସି କଣ୍ଟ୍ରାକ୍ଟର ହୁଅନ୍ତୁ କି କୌଣସି ଲୋଭଗ୍ରସ୍ତ ନ ହେଇକି ନିଜ ଜୀବନ ଆଗାମୀ ଆପଣମାନେ ଆଜି ଯେଉଁ କାମ କରୁଛନ୍ତି, ଭବିଷ୍ୟତରେ ଆପଣଙ୍କର ଯେଉଁ ପରପିଢ଼ି ଆସୁଛନ୍ତି, ଯେ ଆପଣ ଆଜି ଯେଉଁ କାମ କରୁଛନ୍ତି ତାଙ୍କ ଲାଗି ଗୋଟେ ବଡ଼ ଅନ୍ଧାର ଘର ଛାଡ଼ି ଯାଉଛି। କ'ଣ ପରିବର୍ତ୍ତନ ଆବଶ୍ୟକତା ରହୁଛି? ଯୁବପିଢ଼ି ମାନେ କ'ଣ ହେଲେ ଯୁବପିଢ଼ି, ଯାହା ଦେଶର ଭବିଷ୍ୟତ ମଧ୍ୟ ଯୁବପିଢ଼ି ମଧ୍ୟ କୁହାଯାଏ, କ'ଣ ପରିବର୍ତ୍ତନ ଆବଶ୍ୟକତା ଅଛି ଏବଂ ତାଙ୍କର ମାନସିକତାକୁ ପରିବର୍ତ୍ତନ ପାଇଁ କ'ଣ ଆବଶ୍ୟକତା ରହୁଛି? ଦେଖନ୍ତୁ, ଏଠି ଯୁବପିଢ଼ି ମାନଙ୍କୁ ତାଙ୍କ ପାଇଁ ରୋଜଗାର ଦରକାର ଏବଂ ସୁନ୍ଦର, ଯେଉଁମାନେ ପାଠଶାଠ ପଢ଼ିଛନ୍ତି, ଯିଏ ଯେଉଁ କାଟଗୋରୀରେ ଅଛନ୍ତି
ତାଙ୍କ ପାଇଁ ସ୍ୱତନ୍ତ୍ର ରୋଜଗାର ଦରକାର। ଯେ ଗୋଟେ ସ୍ୱପ୍ନ ନେଇକି ସେ ପାଠ ପଢୁଛନ୍ତି, କୋଉଠି ନା କୋଉଠି ପରବର୍ତ୍ତୀ ଷ୍ଟେପରେ ସେମାନେ ଯାଇକି, ତ ଏଠି ଖୋଲା କଥା କହିଲେ କିଛି ଲୋକଙ୍କର ଅପ୍ରିୟତା ହବ। ଦେଖନ୍ତୁ, ଯଦି କଂଗ୍ରେସ ଆସୁଛି ତାହେଲେ ବିଜେଡି ଲୋକଙ୍କୁ କାମ ଦିଅ ନା ବିଜେପି ଲୋକଙ୍କୁ କାମ କାମ ଦିଅ। ଦିଅ ଯଦି ବିଜେଡି ଆସୁଛି ତାହେଲେ କଂଗ୍ରେସକୁ ଦିଅ ନା ବିଜେପି କି ଦିଅ ନା। ଲୋକଙ୍କୁ କାମ ଦିଅ। ତେଣୁକରି ଯଦି ବିଜେପି ବିଜେପି ଆସୁଛି ସେମ୍ ଷ୍ଟ୍ରାଟେଜି ଚାଲିଛି। କଂଗ୍ରେସ ତେଣୁକରି ଦିଅ ନାହିଁ ବିଜେଡିକୁ ଦିଅ ନା। ଦିଅ। ତେଣୁକରି ଏଇ ଯୋଉ ଜିନିଷଟା ଆମର ଚାଲିଛି, ଆ ଭିତରେ ଅନେକ ଲୋକ ବଳି ପଡିଯାଉ। ଏ ଯୋଉ ରୋଜଗାର ପନ୍ଥା ଅବଲମ୍ବନ କରିବା କଥା କହିଲେ, ଯଦି ଆମେ କହିବା ସର୍ବବୃହତ ଭାବରେ କଳିଙ୍ଗ ନଗରରେ ଯୋଉ ଶିଳ୍ପ କାରଖାନା ରହିଛି, ସ୍ଥାନୀୟ ଯୁବକ ମାନଙ୍କୁ ସେଥିରେ ନିଯୁକ୍ତି ଦିଆଯାଉନି, ବାହାର ପିଲା ନେଇ, ସେଥିପାଇଁ ଦାୟୀ କିଏ? ପ୍ରଶାସନ ଦାୟୀ ନା ଯେଉଁମାନେ ନେତାମାନେ ରହିଛନ୍ତି ସେମାନେ ଦାୟୀ ରହୁଛନ୍ତି ତା ଭିତରେ? ଦେଖନ୍ତୁ, ଏଠି ବିଗତ ଦିନ ବି ଆମେ ଏଇ ଲୋକାଲିଟି ପାଇଁ ଲଢ଼େଇ ଚାଲିଥିଲା। ବେଶ କୋଉଠି ନା କୋଉଠି ଆମକୁ ରାଜନେତା ହିସାବରେ ଆମେ ମାଗିଥିଲୁ ଯେ ଆମ ଅଞ୍ଚଳରେ, ଆମ ନିର୍ବାଚନ ମଣ୍ଡଳୀରେ କି ଆମ ଓଡ଼ିଶା ଭିତରେ କେତେ ଲୋକ ନିଯୁକ୍ତି ପାଇଛନ୍ତି ପ୍ଲାଣ୍ଟ। ତାକୁ ଆମକୁ ସେ କାଗଜ ବି ହସ୍ତାନ୍ତର କରାଇ ଦିଆହେଲାନି, କୋଉଠି ନା କୋଉଠି ଚାପି ଦିଆହେଲା। ଆମ ଉପରେ ବି ବହୁତ ପ୍ରେସର ପଡ଼ିଥିଲା ସେତେବେଳେ, ଆମେ ଯେତେବେଳେ ହିନ୍ଦୁ ସଂଗଠନରେ କାମ କରୁଥିଲୁ। କିଛି ରାଜନୈତିକ ବ୍ୟକ୍ତି ପ୍ରେସର ପକେଇଥିଲେ? ପ୍ରେସର ପଡ଼ିକି ସେ ଜିନିଷକୁ ବନ୍ଦ କରାହେଲା। ଯୋଉଟା RTI ଆମେ ମାଗିଥିଲୁ ସେଟା ବନ୍ଦ କରି ଦିଆହେଲାନି। ତେଣୁକରି ଆଜିକା ଯାଜପୁର ଜିଲ୍ଲା ଭିତରେ ଅନେକ କଳକାରଖାନା ଭିତରେ ଆମେ ପଲ୍ୟୁସନର ଶିକାର ହଉଛନ୍ତି। ସ୍ଥାନୀୟ ଯୁବକ ମାନେ ଏଥିରେ ବଳି ପଡ଼ି ଯାଉଛନ୍ତି। ସିଏ କୌଣସି କଣ୍ଟ୍ରାକ୍ଟର କତିରେ କାମ କରିପାରୁନାହାନ୍ତି, କଣ୍ଟ୍ରାକ୍ଟର ବେସିସରେ କାମ କରୁନାହାନ୍ତି, ପ୍ଲାଣ୍ଟ ଆମକୁ କାମ ଦଉନି। ତେଣୁକରି ବହୁତ ବେକାର ସମସ୍ୟା ବି ଏଠି ଘେରିକି ରହିଛି। ତେଣୁକରି ବର୍ତ୍ତମାନ ଗୋଟେ ଆମର ଥିଲା କିଛି ଦିନ ତଳର ଚୋରଦା ଛକ ପାଖରେ ଗୋଟେ ସ୍ତ୍ରୀ ଲୋକ ବସ୍ ଚଢେଇକି ମାରି ଦେଇଥିଲା। ତା ଫଳରେ ବସ୍ ଅନେକ ସମୟରେ ମଧ୍ୟ ସେ କଥା ଆସେ ଯେ ଯେତେବେଳେ ଏଠି ପ୍ରଚୁର ମାତ୍ରାରେ ଯେଉଁମାନେ ବେଆଇନ ଭାବରେ ମଧ୍ୟ ଏଠି ବସ୍ ଚଳାଚଳ ଚାଲୁଛି, ଯେହେତୁ ସହର ଛୋଟ ରହୁଛି, ଟ୍ରାଫିକ ବ୍ୟବସ୍ଥା ମଧ୍ୟ ସଠିକ ଭାବରେ ହେଇନି, ସେଥିପାଇଁ ଦୁର୍ଘଟଣାର ଶିକାର ମଧ୍ୟ ହଉଛନ୍ତି, ଅନେକ ଲୋକଙ୍କର ମଧ୍ୟ ଜୀବନ ଯାଇଛି। ବାରମ୍ବାର ସେ ବସ୍କୁ ନେଇକି ବସ୍କୁ ବନ୍ଦ କରିବା ପାଇଁ ବାରମ୍ବାର ଅଭିଯୋଗ ହେଲା ପରେ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ପତ୍ର ଦେଲା, କାହିଁକି ତାକୁ ବନ୍ଦ ହଉନି? ଆପସରେ କଣ ରହସ୍ୟ ରହିଛି? ଦେଖନ୍ତୁ, ସେଇ ବସ୍ ଯୋଉ ଚଳାଚଳ ନେଇକି ଆମର 6 ମାସ କାଳୀ ପୂଜା ପୂର୍ବରୁ ସେ ବସ୍ ଉପରେ ନିୟନ୍ତ୍ରଣ ହେଇଥିଲା ଯେ ବସ୍ ମାନେ ଚାନ୍ଦମା ପାଖରେ କିଛି ରହିବେ, କିଛି ସାପଗଡ଼ିଆ ପାଖରେ ରହିବେ, ଯୋଉ କି ବସ୍ ଏଣ୍ଟ୍ରି କରିପାରିବନି ସହର ଭିତରକୁ। କିନ୍ତୁ କାଳକ୍ରମେ କିଛି ଦିନ ବନ୍ଦ ହେଲା ପରେ ପୁନର୍ବାର ସେଇ କାର୍ଯ୍ୟ ହିଁ ହେଲା। ଏଠି କୋଉଠି ନା କୋଉଠି ପ୍ରଶାସନ ଦୁର୍ବଳତା ହଉ, ରାଜନେତାଙ୍କ ଦୁର୍ବଳତା ହଉ, କି ଆମ ସହରରେ ଯୋଉମାନେ ଘର ଭଡ଼ା ଦଉଛନ୍ତି ସେମାନଙ୍କର ବି କିଛି ସ୍ୱାର୍ଥ ହାତ ରହୁଛି। କିନ୍ତୁ ଏଠି ବ୍ୟକ୍ତିଗତ ସ୍ୱାର୍ଥକୁ ଦେଖିକି ସମାଜକୁ ବଳି ପକାଯାଉଛି। ଆପଣ ଅନେକ ନେତାଙ୍କୁ ଦେଖିଲେଣି, ଆପଣ ଯେ କହିବା ପ୍ରଫୁଲ୍ଲ ଗଡ଼େଇଠୁ ଆରମ୍ଭ କରି ଅଶୋକ ଦାସଠୁ ଆରମ୍ଭ କରି ରାମଚନ୍ଦ୍ର ଖୁଣ୍ଟିଆଠୁ ଆରମ୍ଭ କରି ସଞ୍ଚିତା ମହାନ୍ତି ପର୍ଯ୍ୟନ୍ତ ବା ଅଶୋକଠୁ ଆରମ୍ଭ କରି ଆକାଶ ଦାସ ନାୟକ ପର୍ଯ୍ୟନ୍ତ ସବୁ ନେତାଙ୍କୁ ଆପଣ ଦେଖିଲେଣି। ଏବଂ ଯଦି ଆମେ ଦେଖିବା ସହରର ବିକାଶ କଥା ହଉ, କୋରେଇର ବିକାଶ କଥା ହଉ, ଆଜି ବି ମାନେ ଅବସ୍ଥା ଖରାପ। ବ୍ୟାସନଗର ମ୍ୟୁନିସିପାଲିଟି କଥା ଯଦି କହିବା, ଏଠି ଗୋଟେ ଭଲ ବସ୍ ମଧ୍ୟ ବସଷ୍ଟାଣ୍ଡ ମଧ୍ୟ ନାହିଁ, ଟ୍ରାଫିକ ସମସ୍ୟା ନାହିଁ। ସେ କ୍ଷେତ୍ରରେ କଣ କହିବେ? ସହରର ଯୋଉ ଆମର ଯୋଉ ସାଂସ୍କୃତିକ ପରମ୍ପରା ବ୍ୟାସନଗର ସହର ରହିଛି, ତା ସୌନ୍ଦର୍ଯ୍ୟକରଣ ମଧ୍ୟ ମ୍ୟୁନିସିପାଲିଟି ତରଫରୁ କୌଣସି ଜାଗାରେ ହେଇନି। ଆପଣ ଦେଖିବା ଗୋଟେ ଫାୟାର ଷ୍ଟେସନ ଗୋଲେଇ ଛକ ପାଖରେ ଯୋଉ କରାହେଇଥିଲା ସୌନ୍ଦର୍ଯ୍ୟକରଣ ପାଇଁ, ତାହା ଭାଙ୍ଗି ରୁଜି ମଧ୍ୟ ନଷ୍ଟ ହେଇଗଲାଣି। ଆପଣ ଦେଖିବେ ଟାଉନ ହଲ ପାଖରେ ମଧ୍ୟ ଗୋଟେ କରାଯାଇଥିଲା ଦଳା ଯିବା ପାଇଁ, ସେଠି ମଧ୍ୟ ସେ ଯୋଉ ସୌନ୍ଦର୍ଯ୍ୟକରଣ ହେଇଥିଲା ସେ ମଧ୍ୟ ନଷ୍ଟ ହେଲା। କାହିଁକି? ଏ ଯୋଉ ଗୋଟେ ଯେହେତୁ ଗୋଟେ ରାଜନୈତିକର ଯୋଉ ଚାଲିଛି ଯୋଉ ଛକା ପଞ୍ଝା, ତା ଭିତରେ ବ୍ୟାସନଗରବାସୀ ଏତେ ବଳି ପଡୁଛନ୍ତି, ବା ଏଇ ଯୋଉ କାର୍ଯ୍ୟକ୍ରମ ହେଇପାରୁନି ବିକାଶ ସେଥିରେ ବଳି ପଡୁଛି ନା କଣ ଅନୁମାନ କରାଯାଉଛି? ପ୍ରଥମତଃ ହେଲା ଆମେ ଦଳରୁ ଉର୍ଦ୍ଧ୍ୱରେ ବାହାରିକି କାମ କରିବା ଦରକାର ନିଜ ମାଟି, ମା ଏବଂ ସହର ପାଇଁ। ଏବଂ ଯିଏ ବି ଯୋଉ ଦଳୀୟ ଲୋକ ଜନପ୍ରତିନିଧି ହେଉଛନ୍ତି ସେମାନଙ୍କର ଲୋକ ପ୍ରତି ଭଲ ପାଇବା ଦରକାର। ଏବଂ ରାଜନୀତି ବେଳେ ଯେମିତି ପ୍ରଚାର ପ୍ରସାର କରିକି ନିଜେ ଗାଁ ଗାଁ ଡୋର ଡୋର ବୁଲି କ୍ୟାମ୍ପିଂ କରୁଥିଲେ, ସେମିତି ସମସ୍ତଙ୍କ ସମସ୍ୟାଟାକୁ ପ୍ରତ୍ୟେକ ଡୋର ପ୍ରତ୍ୟେକ ଇଏରେ ଯାଇକି ବୁଝିବା ଦରକାର। ଯେ ମୁଁ ଯୋଉ ୱାର୍ଡ ମେମ୍ବର କି ସରପଞ୍ଚ କାଉନସିଲର ଆମେ ଟିକେଟ ଦଉଛନ୍ତି କି ତିଆରି କରୁଛନ୍ତି, ସେମାନଙ୍କ ଉପରେ ବିଧାୟକ ହଉ, ମନ୍ତ୍ରୀ ହଉ, ଯୋଉମାନଙ୍କର ଧର ବିଧାୟକ ରହିବ ତାଙ୍କ ଉପରେ ନଜର ରହିବା ଦରକାର ଯେ ମୁଁ
गोटे लोक प्रतिनिधि जेहेतु गोटे वार्ड तैयारी करनी काउंसिलर टे ସମସ୍ତଙ୍କୁ ନେଇକି ମତେ କାମ କରିବା सी ता वार्ड रे समस्त को नहीं काम करुच्ची ना केवल दलीय कर्मी काम कर फोकस रहा दरकार प्रत्येक पंचायत प्रत्येक वार्ड बुलिकी देखा दरकार जे मो लोकर समस्या कौटी रोचे तेणुक ये जो राजनीति क्षेत्र गोटे अनेक प्रकार क्षेत्र मुझे केवल राजनीति को ओल्लै नी कि अनेक राजनीति कथा मु अशोक दास हो रामकुंटिया अशोक बाबू रामकुंटिया बाबूर एमती अनेक मु केवल सचिता बापा टाइम राजनीति की जहाँ देखी जानी किंतु मु केवे राजनीति को ओल्लै नहीं मोर हिंदू संगठन में काम करी 14 वर्ष काम कर अनेक समाज सेवा कतु गोरक्षा हो धर्मांतरण हो अनेक जिनस ଆପଣ ଅନେକ ଜିନିଷକୁ ଫେସ୍ କରୁଛନ୍ତି ବିଶ୍ୱ ହିନ୍ଦୁ ପରିଷଦ କଥା ହଉ ପ୍ରଦର୍ଶନ ଦଳ କଥା ହଉ RSS କଥା ହଉ ସେଥିରେ ମଧ୍ୟ ରହିକି ଆପଣ ଅନେକ ପିଲାଙ୍କୁ ଏକଜୁଟ କରିବା ବିଭିନ୍ନ ଗୋରକ୍ଷା ଗୋମାନଙ୍କୁ ସୁରକ୍ଷା ଦେବାରେ ମଧ୍ୟ ପ୍ରମୁଖ ଭୂମିକା ଆପଣ ଗ୍ରହଣ କରୁଛନ୍ତି ଆଉ ଯଦି ଦେଖିବା ଆମେ ପ୍ରଥମେ ଆଉ ଟିକେ ଜାଣିବା ପାଇଁ ଚାହୁଁଛି ଆପଣ ପରିବାରରେ କିଏ କିଏ ସବୁ ଅଛନ୍ତି परिवार बापा माँ अच्छा भाई भाउज अच्छा मु मोर स्त्री एवं मोर छुआ दीटा भाई भी पिला दीटा अच्छा तेणु आम जॉइंट परिवार आमर गोटे जगार खाद्य समस्ते यदि जो युवक मैंने कोरियर युवक मैंने यदि आपको टाणती पॉलिटिकल क्षेत्र को कौन करेंगे सेमती इच्छा अच्छी आसी सामना को आसो लोक कम कर देख स्वच्छ राजनीति दरकार राजनीति बर्तमान गोटे गोलिया पानी आ राजनीति हूँ गोटे हिंसार वातावरण समाज में सृष्टि कर किंतु राजनीति हिंसार कौन स्थान ना मुझे चिंता करे जे जड़े जी लोक प्रतिनिधि है सी सर्वदल को लेकिन चलवा दरकार जाति धर्म वर्ण निर्विशेष से समस्त तेणुक सी कन्स्टिट्यूट भितर को निजक निजर परिवार बोली भाविया दरकार ये जति हम ताने गोटे सौंदर्य राजनीतिज्ञ हो पारे एवं आपन जदि आसंती से पॉलिटिकल को आसंते बा जे आपन देखो से आपन कोन माने कोन काम होबा दरकार कोटा को आपन फोकस करछन जे मु आगे प्रथम एई कामटा करिम लोक आज भी 5000 10000 लोक आज भी भत्ता पाइबार वंचित अछंती आज भी आवास योजना रे लोक वंचित अछंती आज भी कोरी निर्वाचन मंडल रे आज भी माटी रास्ता भी रहिछि कौन आसले कोटा को आपन प्रथम गुरुत्व देबे स्वास्थ्य कथा हो गमनागमन कथा हो जहाँ बर्तमान जब 2-2टा मेडिकल देखा कौन रोगी भल बेड व्यवस्था ना आवश्यक जी शଯ୍या दरकार से ना आवश्यक डाक्तर नहांती रोगी मैंने मृत्युवरण कर विभिन्न समय मेडिसिन आरंभ कर इंजेक्शन पर्यटन पाई पार कौन कहे क्या दायी करेंगे देखु 24 वर्ष शासन बीजेडी कला आगु कांग्रेस करुला बर्तमान बीजेपी भारतीय जनता पार्टी 1.5 वर्ष है 2 वर्ष सरकार को आस स्वास्थ्य कथा कहने जाजपुर व्यासनगर सहर हो कोरे हो एथिरे क्रिटिकल कंडीशन रो जो पेशेंट से रही पारे सागे सागे कटक रेफर करा जाए तेणुक रोगी की आम कटक नेला बेले कौन हम रास्ता डेथ करगला परिवार वर्ग किंतु एठी स्वास्थ्य विपर्य शिक्षा भी विपर्य गमनागमन कथा गमनागमन तो बर्तमान मु कोरे निर्वाचन आकाश भाई निर्वाचन बेले बुली अनेक रास्ता जीवा प्रयोजन किंतु लोक ये जाऊँ एमती अनेक जिनस समस्या जहाँकि मो नजर अच्छी जहाँ सीमित कागज भीतर रही जाए आपन विधायक को केते भल पाते विधायक मोर निजर बड़ भाई कहले अत्युक्ति हेनी कहीं मो भाई रूपे मानी सी भी मत सान भाई भी अधिक भल पाती कौन कह आज विधायक को कौन रखिए कर विकास क्षेत्र में कौन कथा रखिए अनुरोध कौन रखिए मु तो भाई सब बेले कहे भाई आमे गोटे काम करिया जे सर्वदल को नहीं काम करिया एवं प्रत्येक पंचायत हो म्युनिसिपालिटी हो समस्त वार्ड रे जो माने हमर प्रतिनिधित्व करूछंती सेमान को डाकी प्रति 3 मास हो 6 मास हो बसंतु ताको भीतर रिव्यू नियंतु जे लोकंकर कौन समस्या अच्छी तापर भी आमे वार्ड बुलंतु देखंतु कौन समस्या रहुची
ସମାଧାନ କରିବାକୁ ଚେଷ୍ଟା କରୁ। ନିଜେ ବିଧାୟକ ଦାୟିତ୍ୱ ସବୁ ନିଅନ୍ତେ ତାହେଲେ ମୁଁ ଭାବୁଛି ଆଉ ଟିକେ ବିକାଶ ହେଇପାରନ୍ତା ବୋଧେ। ଅନେକ ସୁନ୍ଦର କାର୍ଯ୍ୟ ହୁଅନ୍ତା, ଅନେକ ସୁନ୍ଦର କାର୍ଯ୍ୟ ହୁଅନ୍ତା। ଆମ ଖୋଲା ଖୋଲା କଥାରେ ସତ କଥା କହିବେ, ସୁଶୀଲ ଭାଇ ଭଲ ନା ଖରାପ? ଆପଣ କେତେ ଭଲ କେତେ ଖରାପ? ଭାଇ ସମାଜ କହିବ। ତତେ କଟେ ନାଇଁ ଆପଣ ସେତେ ଭଲ ଦେଖନ୍ତୁ, ମୁଁ ନିଜକୁ ଭଲ କି ନିଜକୁ ଖରାପ କହିବା ଏଇଟା ମୋ ଦ୍ୱାରା କେବେ ରାଗ ଆସେନି? ରାଗ ଆସେ ପ୍ରତ୍ୟେକ ମଣିଷ ଦେହରେ। ଯେତେବେଳେ ଆମେ ମଣିଷ ଜନ୍ମ ଗ୍ରହଣ କରିଛନ୍ତି, କାମ କ୍ରୋଧ ଲୋଭ ମୋହ ମାୟା ରହିବ। ହୁଁ। ତେଣୁକରି ଆମେ ମାୟାଜାଲ ଭିତରେ ଭ୍ରମିତ ଅଛନ୍ତି। ତେଣୁ ମାୟାଜାଲକୁ କାଟିକି ଗଲେ ଆମେ ସନ୍ନ୍ୟାସୀ ହେଇଯିବା। ତେଣୁ ଯେହେତୁ ଗୃହସ୍ଥୀ ଧର୍ମରେ ଅଛନ୍ତି, ତେଣୁ ତ ଅବଶ୍ୟ ରହିବ। ଅନେକ ଆନ୍ଦୋଳନରେ ମଧ୍ୟ ଆପଣ ବେଳେ ବେଳେ ଦେଖିବା ପାଇଁ ମିଳେ। ଏମିତି ଗୋଟେ କଣ ବଡ ଆନ୍ଦୋଳନ ଥିଲା ଯୋଉଥିରେ ସକ୍ସେସ୍ ହେଇଛନ୍ତି? ଦେଖନ୍ତୁ ଅନେକ କାମରେ, ଯେହେତୁ ଆମେ ସୁକିନ୍ଦା ଏରିଆରେ ଗୋଟେ ବାଇଶି ଘର ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଦେଇଥିଲେ, ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖେଇକି। ଯେତେବେଳେ ଆମେ ସେ ଏରିଆକୁ ଯାଇଥିଲୁ, ଆମକୁ ପୋଲିସ ପ୍ରଶାସନ ତରଫରୁ, ସେତେବେଳେ ବିଜେଡି ସରକାରରେ ଥାଏ, ଆମକୁ ପୁରେଇ ଦିଆଗଲା। ଯୋଉଥିପାଇଁ ବହୁତ ବି ସେଠି ଆମର ପାଟିତୁଣ୍ଡ ହେଇଥିଲା ଭିତରେ ମୁଁ ଜବରଦସ୍ତ ପଶିଥିଲି ତା ଭିତରେ। ତେଣୁକରି ସେତେବେଳେ ଆଡିସନାଲ ଏସପି ସାର୍ ହୁଅନ୍ତୁ କି ଆଇଏସ୍ ହୁଅନ୍ତୁ, ଯେ ତମେ ପଛ ନା ଗୋଟେ ବାତାବରଣ ହବ ନାଇଁ ଭଲ, ତେଣୁକରି ତମେ ଯାଆନ୍ତୁନି। ମାନେ ଦେଖନ୍ତୁ, ଯେହେତୁ ଆମର 22 ପରିବାର ନେଇଯାଇଛନ୍ତି, ଏଟା ଆମ ଉପରେ ଗୋଟେ ଅତ୍ୟନ୍ତ ଦୁଃଖର କାରଣ। କାହିଁକି ନା ଏତେ ବଡ ଇଣ୍ଡଷ୍ଟ୍ରି ଏରିଆରେ ଲୋକ ଖାଇବା ବିନା ଧର୍ମ ପରିବର୍ତ୍ତନ କରୁଛନ୍ତି। ଆଠୁ ଲଜ୍ଜାଜନକ କାମ କଣ ଆଉ ଅଛି? ସେଠି କଣ ହେଲା ସେ ଘଟଣା? ସେଠି 22 ପରିବାର, ଯେହେତୁ ମୁଁ ଯାଇକି ଯେତେବେଳେ ପହଞ୍ଚିନି, ତାଙ୍କ କତିରେ ସବୁ ପଚାରିକି ବୁଝିନି, ପ୍ରାୟ ଟାଇମରେ ସେ ମେଡିସିନ ପାଆନ୍ତିନି, ଖାଦ୍ୟ ବି ଠିକ ଭାବରେ ଖାଇପାରନ୍ତିନି। ତେଣୁକରି ଏମାନେ ଯାଇକି ତାଙ୍କୁ ମେଡିସିନ ଦବା, ତାଙ୍କ ଖାଦ୍ୟପେୟ ବୁଝିବା, ତାଙ୍କର ଯିଏ ମର ଶରୀର ମରିଗଲେ ତାଙ୍କୁ ନେଇକି ପୋତିବା, ତାଙ୍କ 11 ଦିନ କ୍ରିୟା କରିବା, ଅନେକ କାମ କରନ୍ତି ସେମାନେ ଆସିକି। ଯାହା ଫଳରେ ସେମାନେ ସେ ଧର୍ମକୁ ଗ୍ରହଣ କରିଦେଇଛନ୍ତି। ଯେହେତୁ ଆମେ ଯାଇକି ଯେତେବେଳେ ପହଞ୍ଚିନୁ, ଆମକୁ ସେ ଜାଗାରେ ପହଞ୍ଚିକି ସବୁ ବୁଝାବୁଝି କରିକି ତାଙ୍କୁ ଆମ ଧର୍ମକୁ ଆଣିକି ଆସିନୁ, ଫେରିନୁ ଆମ ଧର୍ମରେ ବି ମିଶେଇଲୁ ଆଣିକି। କିନ୍ତୁ ସେଇଠି ମୁଁ ଗୋଟେ କଥା ଚିନ୍ତା କରିଥିଲି, ଯେ ଏତେ ବଡ ଇଣ୍ଡଷ୍ଟ୍ରିଆଲ ଏରିଆରେ ଯଦି ଆମ ଲୋକ ଖାଇବାକୁ ନ ପାଇକି ଧର୍ମ ପରିବର୍ତ୍ତନ କରୁଛନ୍ତି, ଏଠି ଆଉ ତ ଲଜ୍ଜା କଣ? ଲଜ୍ଜା ଆଉ। ଆପଣ ଅନେକ ସମୟରେ ଗୋରକ୍ଷା କଥା ହଉ ଏବଂ ବିଭିନ୍ନ କ୍ଷେତ୍ରରେ ଆପଣ ଅନେକ ସାହସ ଯୋଗାନ୍ତି। ଏତେ ସାହସ କୋଉଠୁ ଆସେ? ଏବଂ ପ୍ରଥମତଃ ମା ଭାରତୀର ଆମର ତ ଆମେ ଜନ୍ମ ନେଇଛନ୍ତି ମା ଭାରତୀ ପାଇଁ, ସମାଜ ପାଇଁ ଏବଂ ଗୋରକ୍ଷା ପାଇଁ। ଆଜି ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ, ଅନେକ ହିନ୍ଦୁ ସଂଗଠନ ଆପଣଙ୍କର ଗୋରକ୍ଷା ଉପରେ, ଧର୍ମାନ୍ତୀକରଣ ଉପରେ ଏବଂ ଲଭଜିହାତ ଉପରେ କାମ କରୁଛନ୍ତି। ଜୀବନ ଭୟ ନାହିଁ? ଦେଖନ୍ତୁ ଅନେକ ଭୟ ଅଛି ଆମ ଉପରେ, ଅନେକ ପ୍ରତିବନ୍ଧକ ଆସିଛି, ପରିବାର ବି ରହିଛି। ହଁ, ପରିବାର କେବେ ଆମେ ଗୋଟେ ଜଣେ ଯଦି ଆମେ ବାହାରୁଛୁ ଯେତେବେଳେ ଗୋରକ୍ଷା ଓ ଧର୍ମାନ୍ତୀକରଣ ଲଭଜିହାତକୁ ଅଟକେଇବା ପାଇଁ, ସେତେବେଳେ ଆମେ କେବେ ଭାବିନେ ଯେ ସେକେଣ୍ଡ ଟାଇମ ଆମେ ସେଇ ଷ୍ଟେଜରେ ଭାବୁ ଯେ ଆମ ସ୍ତ୍ରୀ ମୁଣ୍ଡରେ ସିନ୍ଦୁର ରହିବ, କି ମୋ ଛୁଆ ତା ବାପ ମୁହଁ ଦେଖିପାରିବେ ନାହିଁ। ସେ କ୍ଷେତ୍ରରେ ଆପଣ ଅନୁଭବ କଣ ଅଛି? ତ ଘରୁ ବାହାରନ୍ତି, କାମ କରନ୍ତି। ସେ କଥା କହିଲେ ମାନେ ଭିତରୁ ଇଏ ଆସୁଛି ଯେ ସଚୋଟ ଜଣେ ଗୋରକ୍ଷ ହଉ କି ଧର୍ମାନ୍ତୀକରଣ ଉପରେ କାମ କରୁଥିବା ଲୋକ, ସେ ସଂଗଠନରେ କାମ କରିକି ଜାଣିଛି ଆମର ହିନ୍ଦୁ ଭଉଣୀ ଯଦି ଚାଲି ଯାଉଛନ୍ତି, ତାମାନେ ଆମର କେତେ କ୍ଷତି ହଉଛି। ଆଜି ଗୋବଂଶ ଧୀରେ ଧୀରେ ଯେତେବେଳେ ବିଲୁପ୍ତ ହେଇଯିବ, ସେତେବେଳେ ଆମ ଭାରତର ଅବସ୍ଥା କଣ? ଆଜି ଯଦି ଗୋବଂଶ ସଫା ହେଇଯାଉଛନ୍ତି, ଆପଣ ଗୋମୂତ୍ର ଗୋମୟ ଟିକେ ପାଇବେନି। ଯୋଉ ଟ୍ରାକ୍ଟରରେ ଆପଣ 4 ଏକର 5 ଏକର 10 ଏକର ଚାଷୀ ଚାଷ କରିକି ଆତ୍ମହତ୍ୟା କରୁଛନ୍ତି, ସେଠି ଜଣେ ଲଙ୍ଗଳରେ ଚାଷ କରିକି ବେନିଫିଟ ପାଉଛି। କେମିତି ପାଉଛି? ଆପଣ କେବେ ଧମକ ଆସିନି? କାହା ଧମକ କେବେ? ବହୁତ ଜିନିଷ ଆସିଛି, ବହୁତ ପ୍ରତିବନ୍ଧକ ଶିକାର ହବା? ହଁ, ମତେ କହିଛନ୍ତି, ଯେହେତୁ ମୁଁ ଗୋଟେ ଯେତେବେଳେ ଆମର ଗୋଟେ ମାନେ ତସ୍କରୀଙ୍କ ସହିତ ଗୋଟେ ଝାମେଲା ହେଇଥିଲା, ପ୍ରାୟ ଓଡିଶାରେ ସମସ୍ତେ ସେ ଜିନିଷକୁ ଆମେ ନ୍ୟୁଜ ଆକାରକୁ ଆଣିନଥିଲୁ, କିନ୍ତୁ ବହୁତ ତସ୍କର ବାଲା ଜାଣିଛନ୍ତି ଯେ ତାଙ୍କ ସହିତ ଆମର ଟସଲ ହେଇଥିଲା। ହେଲା ପରେ ସେମାନେ ଆମକୁ ଓପନ ଚ୍ୟାଲେଞ୍ଜ କରିଥିଲେ ଯେ ମାରିବେ ବୋଲି। ତେଣୁକରି ଏ କଥା ଆମ ଘରେ ବି ପହଞ୍ଚିଲା, ମୋ ସ୍ତ୍ରୀ ବି ବହୁତ କାନ୍ଦିଥିଲେ, ମୋ ମା। ମୁଁ ତାଙ୍କୁ ଗୋଟିଏ କଥା କହିଥିଲି ଯେ ମୁଁ ତମ ପାଇଁ ଜନ୍ମ ନେଇଛି, ମୁଁ ତମର କର୍ତ୍ତବ୍ୟ ସହିତ ସମାଜର କର୍ତ୍ତବ୍ୟ କରିବି, କିନ୍ତୁ ଗୋମାତାର ବି ରକ୍ଷା କରିବି। ଆଉ ସମାଜରେ ବସବାସ କରୁଥିବା ସମସ୍ତ ଭାଇ ଭଉଣୀଙ୍କର ଏଇ ସେବା କରିବା ଭିତରେ କେତେ ଖୁସି ଲାଗେ? ବେଳେ ବେଳେ ନିଜକୁ ବହୁତ ଖୁସି ଲାଗେ।
ଆପଣ ଏମାନେ ମାନେ ଭାବି ବି ପାରିବେନି ଅତ୍ୟଧିକ କୋଉ ଘଟଣା ସମାଜ ସେବା କରିବା ଭିତରେ କୋଉଟା ବେଶୀ ଖୁସି ଲାଗିଥିଲା ଆପଣଙ୍କୁ? ଯେତେବେଳେ ଆମେ ଗୋମାତା ରକ୍ଷା କରୁ। ଦୁଃଖ କୋଉଟା ଲାଗିଥିଲା ବେଶୀ? କୋଉଠି କାନ୍ଦିଛନ୍ତି କହିବେ? ଗୋମାତା ଥରେ ଗାଡ଼ିରେ ନେଇକି ଯାଉଥିଲେ, ଗୋଟେ ଗାଈର ବାଛୁରୀ ଅଧା ପଦାକୁ ବାହାରିଛି ଆଉ ଅଧା ଗାଡ଼ି ଭିତରେ ଅଛି। ସେ ଗୋମାତାଟି ବହୁତ ମାନେ ବାଛୁରୀଟି ବଞ୍ଚିଥାଏ, ଗୋମାତାଟି ଚାଲିଥାଏ। ସେ ଜାଗାରେ ଆକ୍ଚୁଆଲି ଆମେ ଆଉ ଧୈର୍ଯ୍ୟ ହରାଇଗଲୁ ଯେ ସେ କେତେ କଷ୍ଟରେ ମୃତ୍ୟୁବରଣ କରିଥିବ। ଗୋଟେ ଜୀବଟେ ଗୋମାତାକୁ ଆମେ ମାତା ରୂପେ ଏଇଥିପାଇଁ ଗ୍ରହଣ କରୁଛନ୍ତି ଯେ ସମୁଦ୍ର ମନ୍ଥନ ଭିତରୁ କାମଧେନୁ ଗୋମାତା ଯାତ। ତେଣୁ ଗୋମାତା ଆମ ମାନବ ଜାତି ପାଇଁ ବହୁତ ମୂଲ୍ୟବାନ ବସ୍ତୁ। ଏଇ ଯୋଉ ଗୋମାତା ବା ଗୋଚାଲାଣ ବା ଲଭ୍ ଜେହାଦରେ ସେମାନଙ୍କ ଭିତରେ ବେଳେ ବେଳେ ବି ଅନୁଭବ ହୁଏ ଯେ ସେମାନଙ୍କର ବି ହିନ୍ଦୁମାନେ ବି ସେଥିପାଇଁ ଦାୟୀ ହୁଅନ୍ତି, ହିନ୍ଦୁମାନଙ୍କର ମଧ୍ୟ ସେଥିରେ ତାଙ୍କୁ ସହଯୋଗ କରନ୍ତି। ସେଇ ଯୋଉ ହିନ୍ଦୁମାନେ ଅଛନ୍ତି ତାଙ୍କୁ କଣ କହିବେ? ଦେଖନ୍ତୁ ଆପଣ ହସ୍ତେ ଯିବା ସେଠି କିଏ ପାଖରେ ପ୍ରତିଭା ସେବକ ମାନେ ଅଛନ୍ତି ବା ସବୁ କ୍ଷେତ୍ରରେ ଦିନ ହଉ ରାତି ହଉ ଆପଣ ପାଖକୁ ଆସୁଛନ୍ତି ଏବଂ ଯୋଉଠି ଗୋଚାଲାଣ ହଉଛି ସେଠି ପ୍ରତିବାଦ ମଧ୍ୟ ହଉଛି। କଣ କହିବେ ସେ ଗୋଚାଲାଣ ଉପରେ କଣ କହିବେ? ଦେଖନ୍ତୁ ଗୋମାତାଙ୍କର ଚାଲାଣ ଆମେ ପ୍ରତ୍ୟେକ ହିନ୍ଦୁକୁ ଜାଗ୍ରତ କରିବାକୁ ଚାହୁଁଛୁ ଯେ ଗୋମାତାକୁ ସୁରକ୍ଷା ଦିଅନ୍ତୁ। ଗୋମାତା ବିନାଶ ଫଳେ ସୃଷ୍ଟିର ବିନାଶ। ଗୋଟେ ଶ୍ଲୋକ ଅଛି, ଗୋମାତା ଆମର ଆମେ ତାର ନାହିଁ ଉଭେ ପରାପର, ଗୋହିତେ ଜଗତ କଲ୍ୟାଣ ଗୋଜାତି ମାନବର ପ୍ରାଣ। ଏ ଶ୍ଲୋକର ଅନେକ ମାହାତ୍ମ୍ୟ ଅଛି। ଆଗାମୀ ଦିନରେ ଯଦି ଗୋବଂଶ ସଫା ହେଇଯାଉଛନ୍ତି, ଗୋଟେ ଚଳଚ୍ଚିତ୍ର କରୁଛି ବଉଳା ନାମ ଦେଇଛି। ସେ ଏଇ ସଂକ୍ରାନ୍ତି ପରେ ଆମର ସ୍ତ୍ରୀ ପୂଜା ଚାଲିବ ଭୁବନେଶ୍ୱରରେ। ତା ଭିତରେ ଅନେକ କିଛି ଗୋମାତାଙ୍କର ଭଲ ଭଲ ଜିନିଷକୁ ମୁଁ ଆଣିଛି ଯେ ଆଜି ବି ଗୋମାତା କାହା ପାଇଁ ଯେ ଆମେ ଗୋଟେ ସଚେତନ ବାର୍ତ୍ତା ଚଳଚ୍ଚିତ୍ର ମାଧ୍ୟମରେ ଦେବାକୁ ଚାହୁଁଛୁ। ଗୋମାତା ବିନାଶ ହେଇସାରିଲା ପରେ ସୃଷ୍ଟିର ଅବସ୍ଥା କଣ, କେମିତି ବିଧର୍ମୀ ମାନେ ଆମ ଉପରେ ବିନା ଅସ୍ତ୍ରରେ ବିନା ଶସ୍ତ୍ରରେ ଯୁଦ୍ଧ କରିକି ଆମ ଉପରେ ହୁକୁମତ ଜାହିର କରିବେ। ସେ ଆମ ସାଙ୍ଗରେ ସେତେବେଳେ ସନ୍ଧି କରିବେ ଗୋମାତା ସରି ସାରିଲା ପରେ ଯେ ଆମେ ଯଦି ତମକୁ ତେଲ ଦବୁ ତାହେଲେ ଆମକୁ କେତେଟା MLA ଦିଅ, MP ଦିଅ, ମିନିଷ୍ଟର। ଗୋ ରକ୍ଷା କରିବା ପାଇଁ ଆଗକୁ ଯେତେ କଷ୍ଟ ପଡିବ ବା ସଂଘର୍ଷ ପଡିବ, ଲଢେଇ କରିବା ପାଇଁ ପଡିବ, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଫେରିବନି, ଏମିତି ଆଗକୁ ଯିବେ ନା, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢିବ। ନିଶ୍ଚିତ ଭାବରେ ଶୁଣୁଥିଲେ, ନିହାତି ତାଙ୍କ ସହିତ ଆଲୋଚନା କରୁଥିଲେ, କୋରିଆ ଉପରେ ଅନେକ କଥା ତାଙ୍କଠୁ ଜାଣିବା ପାଇଁ ପାଇଲେ ଏବଂ ତାଙ୍କର ଯୋଉ ଭାବନା ରହିଛି, ଯୋଉ ସମ୍ଭାବନା ରହିଛି, ଯୋଉ ଚେତନା କଳ୍ପନା ରହିଛି ଯେ କିଭଳି ଭାବରେ ଯୁବପିଢି ମାନେ ବିକଶିତ ହେବେ ଏବଂ ଦେଶର ଭାରତବର୍ଷର ନାଁ ରଖିବେ ଏବଂ ରୋଜଗାର ପନ୍ଥା କିଭଳି ଭାବରେ ତାଙ୍କୁ ରୋଜଗାର କ୍ଷମ ହେଲେ ନିହାତି ଭାବରେ ତାଙ୍କ ପରିବାରର ପ୍ରତିପୋଷଣ ସହିତ ହସ ଖୁସିରେ ସେମାନେ ଜୀବନ ଯାପନ କରିପାରିବେ ଏବଂ ଯୋଉ ଠିକାଦାର ମାନେ ଯୁବପିଢିଙ୍କୁ କବଳିତ ରଖୁଛନ୍ତି, ରାଜନେତା ମାନେ ଯୁବପିଢିଙ୍କୁ ଇଏ କରୁଛନ୍ତି, ତାଙ୍କୁ ଭୁଲ ରାସ୍ତାକୁ ଟାଣିକି ଆଣୁଛନ୍ତି, ତାକୁ ନେଇକି କିଭଳି ଭାବରେ ଯୁବପିଢି ସଚେତନ ହେବେ ସେ କଥା ମଧ୍ୟ ସେ କହୁଥିଲେ ଏବଂ ଗୋ ସେବକ ପାଇଁ, ଗୋ ରକ୍ଷା ପାଇଁ ଯେତେ ଆଗାମୀ ଦିନରେ ଯେତେ ଅସୁବିଧା ସୁବିଧା ପଡିବ ସବୁ କ୍ଷେତ୍ରରେ ସେ ଲଢେଇ ତାଙ୍କର ଜାରି ରହିବ ଏବଂ କୋରେଇ ଯାଜପୁର ବିକାଶ କ୍ଷେତ୍ରରେ ସେ କିଭଳି ଭାବରେ ଆକୁ ତୁରନ୍ତ ଯିଏ ରହିଛନ୍ତି ବର୍ତ୍ତମାନର ବିଧାୟକ ତାଙ୍କୁ ସେ ନିବେଦନ କରୁଛନ୍ତି, ଅନୁରୋଧ କରୁଛନ୍ତି, ଘର ଘରକୁ ଆପଣ ଯାଆନ୍ତୁ, ଲୋକଙ୍କ ସହିତ ମିଶନ୍ତୁ, ଯୋଉ କର୍ମୀ ମାନେ ଆପଣଙ୍କୁ ଭୋଟ ଦେଇଛନ୍ତି ତାଙ୍କ ସହିତ ଟଚରେ ରୁହନ୍ତୁ ଏବଂ କୋରେଇରେ କିଭଳି ବିକାଶ ହବ ସେ ଉପରେ ମଧ୍ୟ ସେ ଆଲୋଚନା କରୁଥିଲେ। କଥାକୁ ଏଇଠି ସାରିବା, ସମୟ ଅତିକ୍ରାନ୍ତ ହେଉଛି। ଖୋଲା କଥାର କାର୍ଯ୍ୟକ୍ରମକୁ ଏଇଠି ରଖିବା। ଧନ୍ୟବାଦ। ଦେଖୁଛନ୍ତି ସଂସ୍କାର ଟିଭି ଓଡ଼ିଆ 24x7 ଆପଣଙ୍କ ସେବାରେ।